जय जगन्नाथ जय जगन्नाथ जय जगन्नाथ। तृतीय अध्याय तृतीय अवतार कथा जे तांक चरित व्यवस्था। पंचम प्रश्नर उत्तर बोलती सुत मुनिवर। सुत कहती शुद्ध चित्ते हर से मुनि कृते। सुतवाज शुण सकल मुनि जने हरिचरित सावधान। सृष्टिर काले से मुरारी महापुरुष रूप धरी। महत आदि अंगे पशी विराट रूपे ब्रह्मराशि। कला बहई षडदश अनादि परम पुरुष। मन अंतरिक्ष समीर कनल बसुमती जल। बुद्धि इंद्रिय जहा चिंती कर्म इंद्रिय पांच घेती। हेमंत कला ए षोडश ए आदि सृष्टि उपदेश। से सृष्टि सर्ग इच्छा करी जोड़े जोग निद्रा विस्तारी। तानाभि कमल कमल प्रकाशी आच्छा दिला जल। ब्रह्मा होइला तहु जात से प्रजापति करनाथ। तार शरीरु सृष्टि लोक विस्तार होइला अनेक। से शुद्ध सत्व विष्णु रूप जार भियाण माया कल्प। ज्ञान चक्षुरे द्वारे भरी जे रूप देखे ब्रह्मचारी। सहस्र पाद उरुभुज शिर बदन नासा तेज। सहस्र लोचन श्रवण बसन कुंडल भूषण। मणि कंकल झटकंदी दिशई अति रूप कांति। ए सृष्टि मध्य माया धर कोरोई जेते अवतार। ताहाक मूल बीज एहि जगते ब्रह्म से बोलाई। जाहार अंशा सर बळे गगन पृथ्वी पाताळे। देव मनुष्य पशु आदि निगम वचन संपादी। प्रथमे कुमार रूपे से सृष्टि उदय उपदेशे। दुस्तर ब्रह्मचर्य व्रते तप साधिला दृढ़ चित्ते। द्वितीय सृष्टिर आगमे साधिला यज्ञेश्वर नामे। पूर्व प्रलय काल जले मई जे थिला रसा तले। क्षणके कोल रूप धरी दंते तोलिले नर हरि। उदरी जले बसाइला बराह कल्प बोलाइला। तृतीय ऋषि स्वर्गे हरि नारद मुनि रूप धरी। विष्णु भक्त जनहित निष्काम शास्त्र कले उक्त। चतुर्थे धर्म पत्नी मूर्ति गर्भु होइले उत्पत्ति। से रूप नर नारायण संचिले धर्म आचरण। तप साधिले दृढ़ चित्ते सृष्टि कल्पना अभिमते। पंचम सिद्ध अवतारे जन्मिले कर्दमर घरे। नामे से कपिल बोलाई पिता माता को ज्ञान देई। षष्ठे से अत्रि पुत्र होई अनुसूया को माता पाई। जन्मिले दत्तात्रेय रूपे अलर्के ज्ञान शास्त्र कल्पे। प्रहलाद आदि दैत्य गणे ज्ञान कहिले जणे जणे। सप्तमे यज्ञ रूप धरी आकृति गर्भे अवतरी। जामादि सुर गण तुले स्वयंभू मन्वंत्र पालिले। अष्टमे नाभि गृहे जात ऋषभ मेरु देवी सुत। अति कठोर तप कले ज्ञानी की पथ देखाइले। नवमे पृथु रूप धरी बळे दुहिले वसुंधरी। बळे धरणी कले सम नाम बहिले उषतम। दशमे मत्स्य रूप होई नाभे औषधि बीज बही। प्रलय जले बिहरिला रवि कुमार को रखिला। एकादशरे चक्रधर जे रूपे जन्म उपकार। इंद्रर वर्ते देवासुरे क्षीर समुद्र मथिबारे।
ସେ ବିଭୁ କୁର୍ମ ରୂପ ହୋଇ ମନ୍ଦରଗିରି ପୃଷ୍ଠେ ବହି ଦ୍ୱାଦଶ ସର୍ଗେ ବିଶ୍ୱକଳ୍ପେ ଜନ୍ମିଲେ ଧନ୍ୱନ୍ତରୀ ରୂପେ ଅମୃତ କ୍ଷୀରା ନାଭୁବାଣୀ ଦେବଙ୍କୁ ପିଆଇଲେ ପୁଣି ବଇନୁ ରୂପେ ତ୍ରୟୋଦଶେ ଅସୁର ମୋହେ କାମ ବସେ ଚତୁର୍ଦଶେ ନୃସିଂହ ବପୁ ବିଦାରେ ହିରଣ୍ୟକଶିପୁ ବାମନ ରୂପେ ପଞ୍ଚାଦଶେ ବଳିକି ଛଳିଲେ ବିଶ୍ୱାସେ ଷୋଡ଼ଶ ଅବତାର ହରି ପରଶୁରାମ ରୂପ ଧରି ପିତାବଧରେ ଅହଙ୍କାରେ ଧରଣୀ ଏକ ବିଂଶ ବାରେ ଭ୍ରମିଲେ ମହାକୋପାନଳେ ରାଜାଙ୍କୁ ଧରି ବାହୁବଳେ ଦୁଷ୍ଟ କ୍ଷତ୍ରିୟ କାଟି ମୁଣ୍ଡ ରୁଧିରେ ପୂର୍ଣ୍ଣ କରି କୁଣ୍ଡ ତର୍ପଣ କଲେ ପିତୃଗଣେ ତବେ ରହିଲେ ଗୌରବନେ ଶପଥ ଦିଶେ ବେଦବ୍ୟାସ ଜନ୍ମିଲେ ପରାଶର ବଂଶ ନିଗମ ବୃକ୍ଷ ଏକ ଥିଲା ବିଚାର କଲେ ଶତ ଶାଖା ପ୍ରାଣୀକି ଦେଖି ଅଳ୍ପ ବୁଦ୍ଧି ଯେ ଧର୍ମେ ସଂସାର ପ୍ରବୋଧି ସେ ପୁଣି ଦିବାକର ବଂଶେ ଶ୍ରୀରାମଚନ୍ଦ୍ର ଅଷ୍ଟାଦଶେ ଜଳଦି ବାନ୍ଧି ସୀତା ଛଳେ ଲଙ୍କା ଧୋଷିଲେ ଭୁଜ ବଳେ ରାବଣ ମାରି ଦେବରାଜ ସାଧନ କଲେ ଦେବ କାର୍ଯ୍ୟ ଊନବିଂଶତି ବିଂଶେ ହରି ଯାଦବ ବଂଶେ ଅବତରୀ କୃଷ୍ଣ ସ୍ୱରୂପେ ରାମ ତୁଲେ ଅବନି ଭାରା ଉଶ୍ୱାସିଲେ କଳି ଆଗମେ ଭାବଗ୍ରାହୀ ପାଷାଣ୍ଡ ଜନ ମନ ମୋହି ବୁଧ ସ୍ୱରୂପ ଅବତାରେ ଜନ୍ମିବେ କୀଟ କନଗରେ ଜ୍ଞାନ ଉଦ୍ଦେଶ୍ୟ ଭଗବାନ ମୋହିବେ ଅସୁରଙ୍କ ମନ ଏମତ ଜନ୍ମ ଏକବିଂଶ ସୃଜନ ହିତେ ଋଷିକେଶ ସେ ପୁଣି କଳି ଯୁଗବନ୍ତେ ରାଜାକୁ ଦେଖି ଏ ଜଗତେ ନିର୍ଦ୍ଦୟ ହୃଦୟ ପ୍ରଜା ମାରି ଧନ ଜୀବନ ନିଅନ୍ତି ହରି ସେ କାଳେ ବିଷ୍ଣୁ ଯଶାଘରେ ଜନ୍ମିଲେ କଳ୍କି ଅବତାରେ ମନହୁ ବେଗ ବଳବନ୍ତ ଅଶ୍ୱ ଆରୋହୀ ଜଗନ୍ନାଥ ନନ୍ଦକ ଖଡ୍ଗ ଧରି କରେ ଦୁଷ୍ଟ ରାଜାଙ୍କୁ ବେଗେ ମାରି ଅଳପ ପ୍ରଜାଜନ ଶେଷ ରଖିବେ ପ୍ରଭୁ ପିତବାସ ସେ ସ୍ୱତ୍ୱନିଧି ମାୟାଧର ଅସଂଖ୍ୟ କରେ ଅବତାର ଯଥା ଜିମୁତ ବୃଷ୍ଟି ଜଳେ ସହସ୍ର ନଦୀ ମହି ତଳେ ଋଷି ଦେବତା ମନୁ ରାଜା ସେ ମନୁ ପୁତ୍ର ମହାତେଜା ଏ ଆଦି ଯେତେ ପ୍ରଜାପତି ବିଷ୍ଣୁର ଅଂଶେ ଜାତ ହୁଅନ୍ତି ସେ ଅଂଶ କେବା କଳା ହୋଇ ବିଭୂତି ଗୁଣେ କେ ଜନ୍ମଇ ସକଳ ଅବତାର ସାର କିୟ ବା ଦେବା ପଟାନ୍ତର ନୀଳଜିମୁତ ଚକ୍ରଧର ସ୍ୱୟଂ ଶ୍ରୀକୃଷ୍ଣ ଅବତାର ଏମତେ ନାନା ରୂପ ଧରି ସଂସାର ରମେ ନର ହରି ଦୁଷ୍ଟଙ୍କ ତେଜ ବଳ ହରି ସଂସାରେ ରଖେ ଦଇତାରି କୃଷ୍ଣର ଜନ୍ମ କର୍ମବାଣୀ ଯେହା ଏକ ମନେ ଗୁଣି ରାତ୍ର ଦିବସ ମଧ୍ୟ ଯେବେ କାଳ ବଞ୍ଚଇ ଭକ୍ତି ଭାବେ ସେ ଦୁଃଖ ସଙ୍କଟ ଉତ୍ତରନ୍ତି ଜନ୍ମ ମରଣେ ନାହିଁ ଭ୍ରାନ୍ତି ଏମନ୍ତ ନାନା ରୂପ ଯେତେ ବିଷ୍ଣୁ ଧରନ୍ତି ଏ ଜଗତେ ସ୍ୱଭାବେ ରୂପ ତାର ନାହିଁ ନୀଳପ ନିରଞ୍ଜନ ସେଇ ମାୟାର ଗୁଣେ ବିରଚିତ ମହତ ଆଦିରୁ ସମ୍ଭୂତ ଯେମନ୍ତେ ମେଘ ଶୂନ୍ୟତାନ୍ତି ପବନ ବଳେ ସେ ଉଡ଼ନ୍ତି ପାର୍ଥିବ ରେଣୁ ଏ ଯେମନ୍ତେ ଉଡ଼ନ୍ତି ପବନ ବିକାତେ ଆକାଶ ଧୂସର ଦିଶଇ ନାନା ବନରେ ଆଭାସଇ ତାହାଙ୍କୁ ଦୃଷ୍ଟି ବେଦ ଦେଖି ସେ ସତ୍ୟ ପ୍ରାୟ ଉପଲକ୍ଷୀ ସେ ରୂପେ ଆତ୍ମାର ଶରୀର
କଳ୍ପନା କରନ୍ତି ଯେ ନର ତାହାକୁ ବୋଲି ଜ୍ଞାନହୀନ। ଏବେ ହଉନି ଗଣେ ଶୁଣ ସ୍ୱଭାବେ ଦୃଶ୍ୟ ବସ୍ତୁ ନୁହେଁ ଗୁଣ ଆବୋରି ଦେହ ବହେ ଏଣୁ ସେ ଜୀବ ରୂପ ବହି ଜନ୍ମ ମରଣ ପଥେ ଥାଇ ଏ ସ୍ଥୂଳ ସୂକ୍ଷ୍ମ ରୂପ ଯେତେ ସମ୍ଭବେ ବିଷ୍ଣୁ ମାୟାଗ୍ରସ୍ତେ ଆତ୍ମାରେ କଳ୍ପିତ ଶରୀର ଏତତେ ବ୍ରହ୍ମର ବିଚାର ମାୟା ମିଶ୍ରିତ ମତି ଯେବେ ନିରସ୍ତ ହୋଇ ଜ୍ଞାନ ଭାବେ ତେବେ ଆତ୍ମାରେ ଆତ୍ମା ଦେଖି ନିର୍ମଳ ମୋହି ମାନି ରେଖି ଏ ମାୟା ଈଶ୍ୱର ପ୍ରକାଶ ଯେବେ ସେ ହୁଅଇ ବିନାଶ ପରମାନନ୍ଦ ରୂପ ଚିତ ତେବେ ସେ ହୁଅଇ ଭାବିତ ତହୁଁ ସମ୍ପନ୍ନ ବ୍ରହ୍ମଜ୍ଞାନ ଜାଣଇ ତତ୍ତ୍ୱ ଜ୍ଞାନୀ ଜନ ଯାହାର ଜନ୍ମ କର୍ମ ନାହିଁ ବେଦର ଗୁଡ଼ ତତ୍ତ୍ୱ ଯେହି ତାହାର ଜନ୍ମ କର୍ମ ମାନ କବି ଏ କରନ୍ତି ବର୍ଣ୍ଣନ ସ୍ୱଭାବେ ଯାର ଜନ୍ମ ନାହିଁ ବିଚାର କରିବ ତା କେହି ଅମୋଘ ଲୀଳ ନରହରି ଆତ୍ମାରେ ବିଶ୍ୱ ମାୟା କରି ବ୍ରହ୍ମାଣ୍ଡେ ସୃଜଇ ପାଳଇ ଅନ୍ତେ ଆପଣା ସଂଗାରଇ ପ୍ରାଣୀଙ୍କ ମଧ୍ୟେ ଆତ୍ମାତନ୍ତ୍ରେ ଷଡ଼ବର୍ଗ ଭୋଗ କରେ ନିତ୍ୟେ ଏଣୁ ଈଶ୍ୱର ସେ ବୋଲାଇ କିବା ଉପମା ଦେବି ମୁହିଁ ଈଶ୍ୱର ଲୀଳା କର୍ମ ଯେତେ କେ ଜାଣିପାରେ ତର୍କ ମତେ ଏହାର ଅଛି ଯେତେ ନାମ ସ୍ୱଭାବେ ଯେତେ ରୂପ ଗୁଣ ଅଜ୍ଞାନ କେ ଜାଣିବ ତାହା ଦୂରାଧିଗମ୍ୟ ବିଷ୍ଣୁ ମାୟା ନଟ ଯେସନେ ମାୟା କରି ମୋହଇ କୁହୁ କବିସ୍ତାରୀ ସେ ଚକ୍ର ପାଣିର ଚରିତ କେ ଜାଣିପାରେ ତାର ତତ୍ତ୍ୱ ସେ ହରିପାଦ ପଦ୍ମଗନ୍ଧ ଯେ ନିତ୍ୟ ପିଏ ମକରନ୍ଦ ହିଂସା କପଟ ଦୂରେ ତେଜି ସର୍ବାନୁକୂଳେ କୃଷ୍ଣେ ଭଜି ଭକତି ଭାବେଣ ଭଜନ୍ତି ସେ କୃଷ୍ଣ ମହିମା ଜାଣନ୍ତି ଧନ୍ୟ ଜୀବନ ତାହାଙ୍କର ସେ ହରିଚରଣେ କିଙ୍କର ସର୍ବ ଆତ୍ମାକୁ ଆତ୍ମା ଭାବେ ଭଜନ୍ତି ନିତ୍ୟ ବାସୁଦେବେ ହେମନ୍ତ ଭାବେ ଯେ ଭଜଇ ଏ ମାୟା ତାକୁ ନ ଲାଗଇ ଏ ଯେ ପୁରାଣ ଭାଗବତ ନିର୍ମଳ ପଦ ବିଷ୍ଣୁ ତତ୍ତ୍ୱ ବିଷ୍ଣୁ ଚରିତ ପରଶଂସୀ ପ୍ରକାଶ କଲେ ବ୍ରହ୍ମ ଋଷି ଜୀବର ମୋକ୍ଷ ଫଳ ଅର୍ଥେ ଧନ୍ୟ ମଙ୍ଗଳ ଏ ଜଗତେ ସର୍ବନିଗମ ଇତିହାସେ ସାତ ଉଦାରୀ ମନ ତୋଷେ ଆତ୍ମଜ୍ଞାନୀଙ୍କ ମଧ୍ୟେ ବର ସେ ସୁଖ ରୂପେ ଅବତାର ତାହାଙ୍କୁ ଭାଗବତ ଦୀକ୍ଷା ଦେଇ କହିଲେ ଆତ୍ମଶିକ୍ଷା ସେ ପୁଣି ପରୀକ୍ଷିତ ଆଗେ କହିଲେ ଆତ୍ମ ଅନୁରାଗେ ବ୍ରାହ୍ମଣ ସାପେ ସେ ବିକଳେ ନିବାସ କରି ଗଙ୍ଗା କୂଳେ ପରମ ଋଷି ମେଳେ ତାଇ କୃଷ୍ଣ ଚରଣେ ମନ ଦେଇ ଏ ଭାଗବତ ଶାସ୍ତ୍ର ଶୁଣି ତରିଲା ଭବ ତରଙ୍ଗିଣୀ ଶ୍ରୀକୃଷ୍ଣ ଗଲେ ନିଜ ଧାମ ସଙ୍ଗତେ ଘେନି ଜ୍ଞାନ ଧର୍ମ ଏ କଳି ଯୁଗେ ଯେତେ ନରେ ପଡ଼ିବ ମାୟା ଅନ୍ଧକାରେ ତାହାଙ୍କୁ ତପନ ଉଦିତ ହୋଇବ ଭାବେ ଭାଗବତ ରାଜା ସଙ୍ଗତେ ଗଙ୍ଗା ତଟେ ଅନେକ ଋଷିଙ୍କ ନିକଟେ ଏ ଭାଗବତ ତତ୍ତ୍ୱବାଣୀ ସୁକ ମୁନିଙ୍କ ମୁଖୁ ଶୁଣି ଜାଣିଲି ସୁକ ଅନୁରାଗେ ଏବା କହିବା ତୁମ୍ଭ ଆଗେ ଏ ଭାବେ ଚିନ୍ତି ନରହରି ଗୋର ସଂସାରୁ ଯିବା ତରି ବୋଲଇ ବିପ୍ର ଜଗନ୍ନାଥ ସୃଜନ ହିତେ ଭାଗବତ ଇତି ଶ୍ରୀମଦ୍ ଭାଗବତ ମହାପୁରାଣେ ପାରମାଂସ୍ୟାଂ ସଂହିତାୟାଂ ପ୍ରଥମ ସ୍କନ୍ଧେ ନୈମିଷ୍ୟୋପାଖ୍ୟାନେ ଭଗବତ
तार भगवतावतार वर्णन नाम तृतीय अध्याय। भीमस्यापि रणे भंगो मुनेरेपि मतिभ्रम यदि शुद्धमशुद्धवां मम दोष न विद्यते। जय जगन्नाथ, जय जगन्नाथ, जय जगन्नाथ।